ओम नमो भगवते वासुदेवाय। चतुर्दश अध्याय। ब्राह्मण रोषे बेणबद्ध चतुर्दश रे संवाद। मैत्रेय उवाच। भृगु अंगिरा आदि जेते मुनि मिलिले समस्ते भालंती अति मन दुखे प्रजार क्षणे अराजके बोलती राज्ये नाही राजा दुष्टे लुटिबे जन प्रजा एमंते विचारी समस्ते बेणर जननी अग्रते प्रजार क्षण धर्म कही सकल जने रुंड होई विचार करी अतिरेके बेणकु राज अभिषेके निज भुवने कले राजा जेणे रखिब जन प्रजा दस्यु जे थिले दुष्टपणे लुटिबे बोली प्रजागणे बेणर राजपण कर्णे शुणी लुचिले घोर बने पशिले घोर गिरि मार्गे गरुड़ डरे जेह्ने नागे बेण राज्ୟରେ राजा होई राज संपदे गर्व बही स्वभावे दुष्ट दुराचार न करे धर्मर विचार आत्मा को सिद्ध प्राय मणे ऋषिंक वचन न शुणे लभीण अशेष विभूति मातिला जेह्ने मत हस्ती कांचन रथे विजे करी बुलंते कंपे वसुंधरी आत्मा को सिद्ध प्राय मणि बोलई असंभव वाणी नित्य से विप्रंकु अणाई बोलई कोप भर होई शुण हे विप्रे मोर वाणी मुए जगते नृपमणि मोहर वचन तुम्भर स्वभावे पाली बाबे भारम देख मोहर बेनी भुज दश दिगपालंक तेज मुझे प्रत्यक्षे भगवान देख मोहर वर्ण चिन्ह शुण सकल प्रजाजने ब्राह्मण आदि चारि वर्णे मो राज्ये यज्ञ न करिब पितृदेवता न पूजिब दान न देव विप्रहस्ते तीर्थे न जीव पादगते संसारे धर्म कर्म जेते सकल समर्पिब मोते मोतहूँ बड़ नाही आन मुझे प्रत्यक्ष भगवान मोहर जन्म कर्म गुण सर्वेता करी बखाण मो नाम जपुथिब तुंडे मोते पूजिब यज्ञ कुंडे जे मोर बोल न करिब मो राज्ये दंडे हेन थिब जीवन हरिबि ताहार सर्वसंपद करी जुर एमंतपुर ग्राम देशे हस्तीर कंधे भेरी घोषे घोषण बाजे सर्वदेशे शुणी सकल जनत्रासे बेणर आज्ञा शिरे कले सकल धर्म उपेक्षिले जपंती तार नाम नित्ये भये खटंती पादगते एमंत राजा दुष्टपण देखि भालंती ऋषिगण बोलंती एकु आरे चाही एमंत शुणिला तो नाही भूमि रे जेते राजा थिले एमंत केबा प्रकाशिले यज्ञ न कले वृष्टि नाही वृष्टि न हेले अन्न काहि ए पंच यज्ञ क्रिया लोपे अधर्मे तिनि पुर कंपे ए घोर संकट पड़िला उभय लोक नाश गला
ଆମ୍ଭେ ଏହାକୁ ରାଜା କଲୁ, ସର୍ପକୁ କ୍ଷୀର ପିଆଇଲୁ। ସେ ଯେହ୍ନେ ବଢ଼େ ଅତି ଘୋରେ, କ୍ଷୀରଦାତାର ପ୍ରାଣ ହରେ। ଆମ୍ଭେ ନ ବୁଝି କର୍ମ କଲୁ, ବେଣକୁ ରାଜପଦ ଦେଲୁ। ଖଳକୁ ଦେଲୁ ରାଜ୍ୟବାସ, ଆମ୍ଭେ ହୋଇଲୁ ଏବେ ନାଶ। ସୁନିଥା ଗର୍ଭୁ ଏ ସମ୍ଭୂତ, ସ୍ୱଭାବେ ଯମ ସୁତାସୁତ। ଆମ୍ଭେ ଏହାର ପାଶେ ଯିବା, ଧର୍ମ ବଚନ ବୁଝାଇବା। ଏ ଯେବେ ବୋଲ ନ କରିବ, ଅଧର୍ମ ଦୋଷେ ନାଶ ଯିବ। ଏତେ ବିଚାରି ବିପ୍ରଜନେ, ମିଳିଲେ ବେଣ ସନ୍ନିଧାନେ। କଲ୍ୟାଣ କରି ବେଦନା ଦେ, ବୋଧିଲେ ତାକୁ ସାମବାଦେ। ଋଷୟଃ ଉଚୁଃ। ହେ ନୃପନାଥ ଶୁଣ ଧୀରେ, ଯାହା କହିବୁଁ ତୋ ଛାମୁରେ। ଯେଣେ ହୋଇବ ତୋର ଲାଭ, ଜଗତେ ଯଶ କୀର୍ତ୍ତି ଥିବ। ମନ ବଚନ ଦେହ ଗତେ, ଯେ ପ୍ରାଣୀ ଥାନ୍ତି ଜନହିତେ। ଏବେନି ଲୋକେ ସେ ଜିଣନ୍ତି, ନ କଲେ ଜୀବନ୍ତେ ମରନ୍ତି। ପ୍ରଜାଏ ଧର୍ମ ଆଚରିଲେ, ନୃପ ସମ୍ପଦ ବଢ଼େ ଭଲେ। ସେ ଧର୍ମ ଯେବେ ନାଶ ଯାଇ, ନୃପ ସମ୍ପଦ ଆର କାହିଁ। ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ, ଚର୍ଯ୍ୟାଦି ସର୍ବ ଭୟ ହରେ। ସେ ରାଜା ଇହ ପରଲୋକେ, ଆନନ୍ଦ ମନେ ରହେ ସୁଖେ। ଯେ ରାଜା ରାଜ୍ୟପୁର ଦେଶେ, ବିଷ୍ଣୁଙ୍କୁ ପୂଜନ୍ତି ହରଷେ। ପ୍ରଜାଏ ନିଜ ଧର୍ମେ ଥାଇ, ଆଶ୍ରମ ଧର୍ମ ଆଚରଇ। ରାଜାର ଯଜ୍ଞେ ପୂଜା ପାଇ, ବିଷ୍ଣୁ ସନ୍ତୋଷେ ଦୟା ବହି। ରାଜା ପରଜା ସୁଖେ ରହେ, ଏ ଧର୍ମ ଚାରି ବେଦ କହେ। ବିଷ୍ଣୁର ପାଦ ପଦ୍ମ ତଳେ, ଖଟନ୍ତି ସର୍ବ ଦିଗପାଳେ। ବଳି ଦେଇଣ ପାଦ ତଳେ, ସୁଖେ ରହନ୍ତି ସର୍ବକାଳେ। ସେ ସର୍ବ ଯଜ୍ଞମୟ ହରି, ମନୁ ଦେବତା ଆଦି କରି। ସେ ହରି ଯଜ୍ଞେ ହେଲେ ତୋଷ, ସଂସାରେ ରହିବ ତ ଯଶ। ସର୍ବଦେବତା ତାର ଦେହେ, ବସନ୍ତି ଲୋମ ପନ୍ତି ପ୍ରାୟେ। ସେ ସର୍ବଦେବମୟ ହରି, ତାର ଚରଣେ ପୂଜା କରି। ଲଭିବୁ ସର୍ବ ସୁଖ ଭଲେ, ଆମ୍ଭର ବାକ୍ୟେ ଧର୍ମ କଲେ। ସେ ହରି ଯେବେ ତୁଷ୍ଟ ହେବ, କିବା ଅପ୍ରାପ୍ୟ ତୋର ଥିବ। ସର୍ବ ସମୃଦ୍ଧି ଲାଭ ପାଇଁ, ଲୋକେ ଯେ ହରିଙ୍କୁ ଭଜଇ। ତୁ ତାଙ୍କ ଅନୁବର୍ତ୍ତୀ ହୋଇ, ଆମ୍ଭ ବଚନ ରଖ ତୁହି। ସେ ହରି କଳା ଦେବ ମୂର୍ତ୍ତି, ଯଜ୍ଞରେ ବ୍ରାହ୍ମଣେ ପୂଜନ୍ତି। ତାହାଙ୍କ ପ୍ରତି ତୋ ହେଳନ, ଉଚିତ ନୁହ ଇ ରାଜନ। ଋଷିଙ୍କ ବୋଲ ଶୁଣି କର୍ଣ୍ଣେ, ବେଣ ବୋଲଇ କୋପ ମନେ। ବେଣ ଉବାଚ। ତୁମ୍ଭେ ବାଳିଶ ବିପ୍ରଜନ, ଅଧର୍ମ ଧର୍ମ ବୋଲି ମଣ। ଯେ ଅନ୍ନଦାତା ତାଙ୍କୁ ଛାଡ଼ି, ଯାର ପୁରୁଷେ ଚିତ୍ତ ବଢ଼ି। ଏଣୁ ଏ ମୂଢ଼ ପ୍ରାଣୀ ଯେତେ, ବର୍ତ୍ତନ୍ତି ଶାସ୍ତ୍ର ଅବିହିତେ। ବିଷ୍ଣୁ ସ୍ୱରୂପ ନରପତି, ତାହାଙ୍କୁ ମନୁଷ୍ୟେ ଗଣନ୍ତି। ତାହାଙ୍କ ଧର୍ମ ଜ୍ଞାନ ନାହିଁ, ଉଭୟ ଲୋକେ ସୁଖ କାହିଁ। କେ ଯଜ୍ଞ ପୁରୁଷ ତୁମ୍ଭର, ଯାର ଚରଣେ ସେବା କର। ଯୁବତୀ କୁଳ ଧର୍ମ ଛାଡ଼ି, ଯାରେ ଯେ ସନେ ସେବା କରି।
ଦେଖ ଏ ନୃପତି ଶରୀରେ ଦେବେ ବସନ୍ତି ଅଧିକାରେ। ବିଷ୍ଣୁ ବିରଞ୍ଚି ମହେଶ୍ୱର ଇନ୍ଦ୍ର ପବନ ଦିବାକରଂ। ଯମ ପର୍ଜନ୍ୟ ଧନଦାତା ସୋମ ଧରଣୀ ଭସ୍ମକର୍ତ୍ତା। ବରୁଣ ଆଦି ଅନ୍ୟ ଯେତେ ସର୍ବେ ବସନ୍ତି ନୃପଗାତ୍ରେ। ଯେବର శాପ ଦିଅନ୍ତି ଲୋକେ ନୃପ ଶରୀରେ ଏକେ ଏକେ। ଏଣୁ ଏ ନରପତି ଦେହ ପ୍ରତ୍ୟକ୍ଷେ ସର୍ବଦେବମୟ। ଏ ଦେହ ମହିମାନ ଜାଣି ଅଧର୍ମ ଧର୍ମ ପରିମାଣି। ଏଣୁ ତୁମ୍ଭର କର୍ମ ଯେତେ ସେ ଧର୍ମେ ପୂଜା କର ମୋତେ। ମୋହର ଅଗ୍ରେ ବଳି କର ଏ ଧର୍ମ ସ୍ୱଧର୍ମ ତୁମ୍ଭର। ମୁଁ ଯଜ୍ଞ ଭାଗ ଆଗ ପାଇ ମୋତହୁଁ ଅନ୍ୟ ଦେବ ନାହିଁ। ମୈତ୍ରେୟ ଉବାଚ ଏମନ୍ତ ବିପରୀତ ମତି ଭଜିଲା ପାଷଣ୍ଡଙ୍କ ଗତି। ମୁନିଙ୍କ ଅନୁନୟ ବାଣୀ ନିଶ୍ଚେନ କଲା ନୃପମଣି। ସ୍ୱଭାବେ ଦୁଷ୍ଟ ଅନର୍ଗଳ ଆତ୍ମାକୁ କଲା ଅମଙ୍ଗଳ। ଏମନ୍ତ ମୁନିଙ୍କ ବଚନ ଅବଜ୍ଞା କଲା ଦିନୁ ଦିନ। ଆତ୍ମପଣ୍ଡିତ ମନେ କରେ ମୁନିଙ୍କ ବଚନ ନ ଧରେ। ମୁନି ଏ ଦିନେ ଦିନେ ଆସି ଧର୍ମ କହନ୍ତି ପାଶେ ବସି। କେବେ ନ କଲା ବଚନ ମୁନିଙ୍କି କଲା ଅପମାନ। ତାହାର ଅଧର୍ମ ବିଶ୍ୱାସେ ମୁନିଙ୍କ ମନେ କୋପ ବସେ। ବୋଲନ୍ତି ଏକୁ ଆରେ ଚାହିଁ ଏହା ଜୀବନେ କାର୍ଯ୍ୟ ନାହିଁ। ଏହାର ଅଧର୍ମ ଆଚାରେ ପ୍ରଜାଏ ନସିବେ ସଂସାରେ। ଅସାଧୁ ବୃତ୍ତି ଏହା ଦେହି ନୃପ ଆସନେ ଯୋଗ୍ୟ ନୋହି। ଯେ ରାଜା ଲଜ୍ଜା ଦୂର କରି ନିନ୍ଦଇ ଯଜ୍ଞପତି ହରି। କେହା ସହେ ଦେହ ବହି ବେଣକୁ ରାଜପଦେ ଥୋଇ। ଏମନ୍ତେ ବେଣ ନାଶ ପାଇଁ ମୁନି ଏ ମହାକୋପ ବହି। ହୁଙ୍କାର କରି ବେଦ ବାଣେ ପ୍ରହାର କଲେ ବେଣ ପ୍ରାଣେ। ଅଚ୍ୟୁତ ନିନ୍ଦା ଫଳ ଥିଲା ତକ୍ଷଣେ ଦେହୁ ପ୍ରାଣ ଗଲା। ବେଣକୁ ମାରି ବିପ୍ରଗଣେ ଗଲେ ସେ ଯେ ଯାହା ଭୁବନେ। ସୁନିଥା ପୁତ୍ରର ମରଣ ଦେଖି କରଇ ବିଚାରଣ। ଅବଶ୍ୟ ଏହାର ଶରୀରେ ପୁତ୍ର ଉପୁଜିବ ସଂସାରେ। ହୋଇବେ ପ୍ରଜା ଜନେ ସୁଖୀ ଏତେ ବିଚାରି ଅଶ୍ରୁମୁଖୀ। ତୈଳ ଦ୍ରୋଣୀ ମଧ୍ୟେ ଥୋଇ ବେଣର ଶରୀର ପାଳଇ। ହୋମ ସମୟେ ଏକ ଦିନେ ସରସ୍ୱତୀରେ ବିପ୍ରଜନେ। ନିଶ୍ଚିନ୍ତେ ପ୍ରାତଃ ସ୍ନାନ କରି ହୋମେ ପୂଜିଲେ ନରହରି। ବିଷ୍ଣୁର କଥା ଗୋଷ୍ଠୀ କଲେ ଏମନ୍ତ ଉତ୍ପାତ ଦେଖିଲେ। ଶୁଭଇ ମୁଖ ରାବ ଘୋଷ ଭୟେ କମ୍ପନ୍ତି ଦଶ ଦିଶ। ପ୍ରଜାଏ ଅନାଥେ ଆତୁରେ ପଳାନ୍ତି ବନ ଗିରି ଘୋରେ। ମୁନି ଚାହାନ୍ତି ଚାରିଦିଗେ ଧୂଳି ଉଡ଼ଇ ବାୟୁ ବେଗେ। ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି ଡାକନ୍ତି ମାର ମାର କରି। ତାଙ୍କ ଚରଣ ଧୂଳି ବେଗେ ଆଚ୍ଛାଦି ଉଡ଼େ ଦଶ ଦିଗେ। ଦୁଷ୍ଟେ ଲୁଟନ୍ତି ପ୍ରଜାଧନ ଅଦ୍ଭୁତ ଶୁଭେ ଘୋର ସ୍ୱନ। ମୁନି ଏ ପ୍ରଜା ଦୁଃଖ ଦେଖି ମନେ ହୋଇଲେ ଗରୁ ଦୁଃଖୀ। ବୋଲନ୍ତି କଲୁ ମନ୍ଦ କୃତ୍ୟ ପ୍ରଜାଏ ହୋଇଲେ ଅନାଥ।
ରାଜା ନଥିଲେ ପ୍ରଜା କାହିଁ ଏମନ୍ତ ବୋଲି ଦୟା ବହି। ବୋଲନ୍ତି ବ୍ରାହ୍ମଣ ବେଭାରେ ସଂସାରେ ପର ଉପକାରେ। ସମାନ ଦୃଷ୍ଟି ଯେ ବ୍ରାହ୍ମଣ ଶାନ୍ତି ବିବେକ ସୁଲକ୍ଷଣ। ଯେବେ ସେ ଦୁଃଖୀଙ୍କ କୁଶଳେ ହେଳାରେ ବିଚାର ନ କଲେ। ତା ଦେଖୁ ତପ ତୁଚ୍ଛ ଯାଏ ଭଗ୍ନ ଭାଣ୍ଡରେ କ୍ଷୀର ପ୍ରାଏ। କେବେ ନୋହେ ସେ ନିରୋଧ ଏମନ୍ତ ମଣି ଶାସ୍ତ୍ରବାଦ। ବୋଲନ୍ତି ଅଙ୍ଗ ରାଜା ବଂଶେ ରାଜା ଧାର୍ମିକ ବିଷ୍ଣୁ ଅଂଶେ। ବୋଲନ୍ତି ଅଙ୍ଗ ରାଜା ବଂଶେ ରାଜା ଧାର୍ମିକ ବିଷ୍ଣୁ ଅଂଶେ। ଜନମୀ ଗୋବିନ୍ଦ ଆଶ୍ରୟେ ପ୍ରଜା ପାଳନେ ସ୍ନେହ ବହେ। ତାର ଜୀବନ ଏ ସଂସାରେ ବର୍ତ୍ତଇ ପର ଉପକାରେ। ଏତେ ବିଚାରି ବିପ୍ରବରେ ଉରୁମନ୍ଥିଲେ କୁଶସରେ। ବାହୁକ ନାମେ ନର ହଂସେ ଅଦ୍ଭୁତେ ହୋଇଲା ପୁରୁଷେ। କାକହୁଁ କୃଷ୍ଣ ଅଙ୍ଗ ତାର ନାସିକା ହନୁ ଭୟଙ୍କର। ହସ୍ତ ଚରଣ ଦେହ କୃଶ ତାମ୍ରର ପ୍ରାୟ ମୁଣ୍ଡ କେଶ। ଅରୁଣ ବିରାଜେ ଲୋଚନ ଭ୍ରୁକୁଟି କୁଟିଳ ବଦନ। ବିପ୍ରଙ୍କ ପାଦେ ଶିର ଦେଇ ବୋଲଇ କି କରିବି ମୋହି। ତାର ସ୍ୱରୂପ ଦେଖି ମନେ ବିଚାର କଲେ ମୁନି ଜନେ। ଦେଖ ଅଦ୍ଭୁତ ଏହା କାଏ ରାଜ ଆସନେ ଯୋଗ୍ୟ ନୋହେ। ଏହାକୁ ଆମ୍ଭେ ରାଜା କଲେ ସଂସାର ନାଶିବ ଏ ଭଲେ। ଏମନ୍ତେ ବିପ୍ରେ ବିଚାରିଲେ ନିଷିଦ ବୋଲି ଆଜ୍ଞା ଦେଲେ। ବୋଇଲେ ବନେ ହୁଅ ରାଜା ଗିରି କାନନେ ପାଓ ପୂଜା। ହେତା ତ ବିପ୍ରଙ୍କର ବୋଲେ ତେଣୁ ସେ ନିଷାଦ ହୋଇଲେ। ତା ବଂଶ ନିଷାଦ ହୋଇଲେ ଗିରି କାନନ ଆଶ୍ରା କଲେ। ବେଣର ଦେହେ ପାପ ଥିଲା ନିଷାଦ ରୂପେ ବନେ ଗଲା। ବୋଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତମ୍। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁଚରିତେ निषादोत्पत्तिर्नाम चतुर्दशोऽध्यायः। श्रीकृष्णं समर्पणमस्तु। ओं नमो भगवते वासुदेवाय।